ବନ୍ଧୁମାନେ, ପ୍ରସ୍ତୁତ ହୋଇଯାଅ। ଆପଣମାନଙ୍କ ନାମରେ ଲଟେରୀ ଲାଗିଯାଇପାରେ। ଯଦି ବିଶ୍ୱାସ ନ ହୁଏ, ତେବେ ପୂରା କୋଟି ପାଇବାର ସମ୍ଭାବନା ରହିଛି। ହଁ ବନ୍ଧୁମାନେ, ଆଜିର ଏହି ଭବିଷ୍ୟବାଣୀ ଆପଣଙ୍କ ପାଇଁ ଆଦୌ ସାଧାରଣ ନୁହେଁ। ଏହା ଆପଣଙ୍କ ଜୀବନର ସବୁଠାରୁ ବିଶେଷ ଏବଂ ସବୁଠାରୁ ଲାଭଦାୟକ ଭବିଷ୍ୟବାଣୀ, କାରଣ ଆଜି ଆପଣଙ୍କ ସାମ୍ନାରେ ଯେଉଁ ସଂକେତଗୁଡ଼ିକ ତିଆରି ହେଉଛି, ସେଥିରେ ଧନ, ଭାଗ୍ୟ ଏବଂ ହଠାତ୍ ପାଇବାର ସୁଯୋଗର ଏକ ଗଭୀର ଯୋଗ ଦେଖାଯାଉଛି। ବନ୍ଧୁମାନେ, ଆପଣମାନେ ଥମ୍ବନେଲରେ ଦେଖିଥିବେ ଯେ ଆପଣଙ୍କ ନାମରେ ଲଟେରୀ ଲାଗିଯାଇଛି। ହଁ, କିନ୍ତୁ ମୁଁ ଏଠାରେ ଗୋଟିଏ କଥା ସ୍ପଷ୍ଟ ଭାବରେ କହିବାକୁ ଚାହେଁ ଯେ ଆଗାମୀ ସମୟରେ ଭଗବାନ ଏବଂ ଜ୍ୟୋତିଷଶାସ୍ତ୍ରର ପ୍ରବଳ ସଂକେତ ରହିଛି ଯେ ଆପଣଙ୍କ ଜୀବନରେ ପ୍ରଚୁର ପରିମାଣରେ ଧନ ଆସିବାର ସମ୍ଭାବନା ଅଛି, ଖୁସି ଆସିବାର ସମ୍ଭାବନା ଅଛି। ତେଣୁ ଭିଡିଓଟିକୁ ସ୍କିପ୍ ନ କରି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବେ। ହଠାତ୍ ଆର୍ଥିକ ସୁଯୋଗ, ଅଟକି ରହିଥିବା ଟଙ୍କା କିମ୍ବା ନୂତନ ଆୟର ଲାଭ ଏବଂ ଭାଗ୍ୟ ମଜବୁତ ହେବା, ଏସବୁ ସ୍ପଷ୍ଟ ଭାବରେ ଆପଣଙ୍କ କୁଣ୍ଡଳୀରେ ଦୃଶ୍ୟମାନ ହେଉଛି। ଅର୍ଥାତ୍ ଗୋଟିଏ କ୍ଷେତ୍ରରୁ ନୁହେଁ, ବରଂ ଅନେକ କ୍ଷେତ୍ରରୁ ଆପଣଙ୍କ ପାଖକୁ ଟଙ୍କା ଆସିବାର ପ୍ରବଳ ସମ୍ଭାବନା ଦେଖାଯାଉଛି। ଏବଂ ଆଜିର ସବୁଠାରୁ ବିଶେଷ କଥାଟି ହେଲା, ଏହି ସମାଗମରେ ସୂର୍ଯ୍ୟଦେବ ଏବଂ ମହାଦେବଙ୍କ ଶକ୍ତିକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ମା ମହାଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ସମ୍ପୂର୍ଣ୍ଣ କ୍ୟାରିୟର ବଦଳିଯିବାର ସଂକେତ ମିଳିସାରିଛି। ଆଉ ଆଜିର ସବୁଠାରୁ ବିଶେଷ କଥା ହେଲା, ଏହି ସମାଗମରେ ସୂର୍ଯ୍ୟଦେବ ଏବଂ ମହାଦେବଙ୍କ ଶକ୍ତିକୁ ଆପଣଙ୍କ ପାଇଁ ଅତ୍ୟନ୍ତ ବିଶେଷ ବୋଲି କୁହାଯାଇଛି। ଯଦି ଗତ କିଛି ସମୟ ଧରି ଆପଣଙ୍କର ମନେ ହେଉଥିଲା ଯେ ମୋ ପରିଶ୍ରମର ଫଳ ମୁଁ କାହିଁକି ପାଉନାହିଁ, ଟଙ୍କା ଆସେ କିନ୍ତୁ ତିଷ୍ଠି ରହେ କାହିଁକି ନାହିଁ, ମୋ ଭାଗ୍ୟର କବାଟ କେବେ ଖୋଲିବ, ତେବେ ଆଜିର ଏହି କଥାଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇପାରେ। ବନ୍ଧୁମାନେ, ଘଣ୍ଟା ଭିତରେ ଆପଣଙ୍କ ଭାଗ୍ୟ ହଠାତ୍ ବଦଳିଯିବ, ଏପରି ସୂର୍ଯ୍ୟଦେବଙ୍କ ଏକ ବିଶେଷ ସଂକେତ ରହିଛି। ଜ୍ୟୋତିଷଶାସ୍ତ୍ରରେ ସୂର୍ଯ୍ୟଦେବଙ୍କୁ ଆତ୍ମବଳ, ଆତ୍ମବିଶ୍ୱାସ, ପ୍ରତିଷ୍ଠା, ନେତୃତ୍ୱ, ପିତା, ସରକାରୀ କ୍ଷେତ୍ର ଏବଂ ଜୀବନ ଶକ୍ତିର କାରକ ଭାବରେ ମଧ୍ୟ ବିବେଚନା କରାଯାଏ। ହଁ ବନ୍ଧୁମାନେ, ଯେତେବେଳେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ ହୁଏ, ସେତେବେଳେ ବ୍ୟକ୍ତିର ନିଷ୍ପତ୍ତି ନେବା କ୍ଷମତା ବୃଦ୍ଧି ପାଏ ଏବଂ ଯେତେବେଳେ ସୂର୍ଯ୍ୟ ଦୁର୍ବଳ ପ୍ରଭାବରେ ଥାନ୍ତି, ସେତେବେଳେ ବ୍ୟକ୍ତି ପରିଶ୍ରମ କରିବା ସତ୍ତ୍ୱେ ବାରମ୍ବାର ବାଧା ଅନୁଭବ କରିପାରେ। ହଁ ବନ୍ଧୁମାନେ, ତେଣୁ ଆଜି ମୁଁ ଆପଣଙ୍କୁ କହିବି, ସକାଳ ସମୟରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଆରମ୍ଭ କରିଦିଅନ୍ତୁ। ଏହା ଏକ ଅତ୍ୟନ୍ତ ଲାଭଦାୟକ ପ୍ରତିକାର। ଜଳ ଅର୍ପଣ କରିବା ସମୟରେ ମନରେ ସଚ୍ଚେ ହୃଦୟରୁ କହିବାକୁ ହେବ ଯେ, ହେ ସୂର୍ଯ୍ୟଦେବ, ମୋ ଜୀବନରୁ ଅନ୍ଧକାର ଦୂର କରନ୍ତୁ, ମୋ ଜୀବନରୁ ଦୁଃଖ କଷ୍ଟ ଏବଂ ସମସ୍ୟା ଦୂର କରନ୍ତୁ, ଭୁଲ ଲୋକଙ୍କୁ ମୋ ଜୀବନରୁ ଦୂରେଇ ଦିଅନ୍ତୁ, ମୋର କର୍ମକୁ ଶକ୍ତି ଦିଅନ୍ତୁ ଏବଂ ମୋ ପାଇଁ ସଠିକ୍ ସୁଯୋଗର ଦ୍ୱାର ଖୋଲିଦିଅନ୍ତୁ। ବନ୍ଧୁମାନେ, ଭଗବାନ ସୂର୍ଯ୍ୟଦେବଙ୍କୁ ଏକ ଅତ୍ୟନ୍ତ ବଡ଼ ଏବଂ ରାଜା ଗ୍ରହ ଭାବରେ ବିବେଚନା କରାଯାଏ। ସୂର୍ଯ୍ୟଦେବ ଆପଣଙ୍କୁ ସେହି ସାହସ ଦିଅନ୍ତି, ଯାହାଦ୍ୱାରା ଆପଣ ଧନଲାଭ କରିପାରିବେ, ରୋଜଗାର ପାଇଁ ସଠିକ୍ ନିଷ୍ପତ୍ତି ନେଇପାରିବେ ଏବଂ ଜୀବନରେ ବହୁତ ଆଗକୁ ବଢ଼ିପାରିବେ। ଆଉ ଭଗବାନ ଭୋଳାନାଥଙ୍କର ମଧ୍ୟ ଏକ ଚମତ୍କାରୀ ସଂକେତ ସିଧାସାଧା ଆପଣଙ୍କ କୁଣ୍ଡଳୀରେ ଦୃଶ୍ୟମାନ ହେଉଛି ଏବଂ ବାଗେଶ୍ୱର ବାବାଙ୍କ ଆଶୀର୍ବାଦ ମଧ୍ୟ ଆପଣଙ୍କ ଉପରେ ରହିଛି। ଏବେ ଏଠାରୁ କଥାଟି ଆପଣଙ୍କ ପାଇଁ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଏ, କାରଣ ସୂର୍ଯ୍ୟଦେବଙ୍କ ସହିତ ଯେତେବେଳେ ମହାଦେବଙ୍କ ସ୍ମରଣ ଯୁକ୍ତ ହୁଏ, ଏହା ଆମକୁ ଏକ ବହୁତ ବଡ଼ ଆଧ୍ୟାତ୍ମିକ ସନ୍ଦେଶ ଦେଇଥାଏ। ଭାଗ୍ୟର ଭରସାରେ ବସି ରହିବେ ନାହିଁ। ଆପଣଙ୍କୁ ଆପଣଙ୍କର କର୍ମକୁ ମଜବୁତ କରିବାକୁ ପଡ଼ିବ। କେବଳ ଭାଗ୍ୟର ଅପେକ୍ଷା କଲେ ଚଳିବ ନାହିଁ। ମହାଦେବଙ୍କ ସବୁଠାରୁ ବଡ଼ ବିଶେଷତା ହେଲା ଯେ ସେ ତାଙ୍କ ଭକ୍ତମାନଙ୍କୁ କେବଳ ବାହ୍ୟ ଧନ ଦିଅନ୍ତି ନାହିଁ, ବରଂ ସେମାନଙ୍କୁ ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନେବାର ବୁଦ୍ଧି ମଧ୍ୟ ପ୍ରଦାନ କରନ୍ତି। ଆପଣଙ୍କ ମସ୍ତିଷ୍କ
ଏବେ ଅତ୍ୟନ୍ତ ଶକ୍ତିଶାଳୀ ହୋଇଯିବ। ଆପଣ ଆନନ୍ଦରେ ନାଚିବାକୁ ଲାଗିବେ। କୌଣସି ଜିନିଷର କୌଣସି ଅଭାବ ଆପଣଙ୍କ ପାଖରେ ରହିବ ନାହିଁ। ଆପଣଙ୍କ ଜୀବନରେ ଏପରି କୌଣସି ସୁଯୋଗ ଆସିପାରେ ଯାହାକୁ ପ୍ରଥମେ ଆପଣ ସାଧାରଣ ବୋଲି ମନେ କରିବେ। ହଁ ବନ୍ଧୁମାନେ, କିନ୍ତୁ ସେହି ସୁଯୋଗଟି ଆଗକୁ ଯାଇ ଆପଣଙ୍କ ଆର୍ଥିକ ସ୍ଥିତି ବଦଳାଇବାର କାରଣ ମଧ୍ୟ ପାଲଟିଯିବ। ତେଣୁ ଆଗାମୀ ଦିନଗୁଡ଼ିକରେ କୌଣସି ନୂତନ କାମ, ନୂତନ ସମ୍ପର୍କ, ପୁରୁଣା ଦେୟ, ଚାକିରି, ବ୍ୟାପାର ବା ଅଟକି ରହିଥିବା କାର୍ଯ୍ୟକୁ ହାଲୁକା ଭାବରେ ନିଅନ୍ତୁ ନାହିଁ। କାରଣ ଏପରି ସମୟର ନିର୍ମାଣ ଆପଣଙ୍କ ଜୀବନରେ ପ୍ରଥମ ଥର ପାଇଁ ଘଟିବାକୁ ଯାଉଛି। କାରଣ କେବେ କେବେ ଭଗବାନଙ୍କ ଚମତ୍କାର ଆକାଶରୁ ସୁନା ବର୍ଷା ରୂପେ ଆସେ ନାହିଁ। ତାହା ଏକ ସୁଯୋଗର ରୂପେ ଆସେ, ଏକ ସୁଯୋଗ ଦେଇଥାଏ। ଏବଂ ମୋର ପୂର୍ଣ୍ଣ ବିଶ୍ୱାସ ଅଛି, ଆପଣଙ୍କ ଜୀବନରେ ଯଦି ଟଙ୍କାର ସମସ୍ୟା ରହିଛି କିମ୍ବା ଆପଣ କୌଣସି ଭୁଲ ଲୋକଙ୍କ କଥାରେ ଫସିଯାଇଛନ୍ତି, ତେବେ ଏଭଳି ପରିସ୍ଥିତିରେ ଆପଣଙ୍କର କ'ଣ କରିବା ଉଚିତ? ସର୍ବାଗ୍ରେ ସତର୍କ ହେବା ଉଚିତ ଏବଂ ଭୁଲ ଲୋକଙ୍କଠାରୁ ଦୂରତା ବଜାୟ ରଖିବା ଉଚିତ। ଭୁଲ ଲୋକମାନେ କେବେ ହେଲେ ଆପଣଙ୍କୁ ସମର୍ଥନ କରିପାରିବେ ନାହିଁ। ସେମାନେ ସର୍ବଦା ଆପଣଙ୍କର ମାନସିକ ଚାପ ଓ ସମସ୍ୟାକୁ ବଢ଼ାଇବେ। ତେଣୁ କେବେ ହେଲେ ଏପରି ଲୋକଙ୍କ ସହିତ ରୁହନ୍ତୁ ନାହିଁ, ଯେଉଁମାନେ ଆପଣଙ୍କ ସୁଖଶାନ୍ତି କମ କରିଦିଅନ୍ତି ଏବଂ ସମସ୍ୟା ବଢ଼ାଇ ଦିଅନ୍ତି। ଆପଣଙ୍କ ସାମ୍ନାରେ କିଛି ଗୋଟିଏ କହିଥାନ୍ତି ଏବଂ ପଛରେ ଅନ୍ୟ କିଛି କରିଥାନ୍ତି। ଏଭଳି ବହୁତ ଲୋକ ଅଛନ୍ତି ଯେଉଁମାନେ କୁହନ୍ତି ଯେ ଭାଇ, ମୁଁ ତୁମ ସହିତ ଅଛି, କେବେ ବି ତୁମର ସାଙ୍ଗ ଛାଡ଼ିବି ନାହିଁ। କିନ୍ତୁ ଆପଣଙ୍କ ଜୀବନରେ ଟିକିଏ ଟଙ୍କାର ଅସୁବିଧା ଦେଖାଦେଲେ, ଟିକିଏ ସମସ୍ୟା ଆସିଗଲେ, ସେହି ଲୋକମାନେ ହିଁ ସବୁଠାରୁ ଆଗରୁ ପଳାଇ ଯାଆନ୍ତି। ତେଣୁ ଏଭଳି ଲୋକଙ୍କ ଉପରେ ଭୁଲରେ ମଧ୍ୟ କେବେ ଭରସା କରନ୍ତୁ ନାହିଁ। ଗ୍ରହମାନଙ୍କ ସଂକେତକୁ ଧ୍ୟାନର ସହିତ ଶୁଣନ୍ତୁ। ମୁଁ ଜ୍ୟୋତିଷଶାସ୍ତ୍ରର ଭାଷାରେ ଆପଣଙ୍କୁ ବୁଝାଇବାକୁ ଚାହୁଁଛି। ଧନ ସହିତ ଜଡ଼ିତ ମାମଲାଗୁଡ଼ିକରେ ଜ୍ୟୋତିଷ ଦୃଷ୍ଟିକୋଣରୁ ଗୁରୁ, ଶୁକ୍ର, ବୁଧ ଏବଂ ତୈୟ ଭାବ ତଥା ଏକାଦଶ ଭାବକୁ ବିଶେଷ ଗୁରୁତ୍ୱ ଦିଆଯାଇଥାଏ। ଜ୍ଞାନ, ଗୁରୁଙ୍କୁ ଜ୍ଞାନର ପ୍ରସାର ଏବଂ ସମୃଦ୍ଧି ସହିତ ଯୋଡ଼ାଯାଏ, ଯାହା ଆପଣ ଜାଣନ୍ତି, ସୁଖ ସୁବିଧା ଏବଂ ଭତ୍କ ସମ୍ପଦ ସମ୍ବନ୍ଧୀୟ ବିଷୟଗୁଡ଼ିକ ସହିତ ମଧ୍ୟ ଏହାକୁ ବିବେଚନା କରାଯାଏ। ତେଣୁ ବହୁତ ସମୟ ପରେ ଆପଣଙ୍କ ଜୀବନରେ ସୁଖ ସୁବିଧା ଆସିବାକୁ ଯାଉଛି। ବୁଧଙ୍କୁ ବ୍ୟାପାର, ଘନନା, ଯୋଗାଯୋଗ ଏବଂ ବୁଦ୍ଧିର କାରକ ଭାବରେ ମଧ୍ୟ ବିବେଚନା କରାଯାଏ ଏବଂ ଏକାଦଶ ଭାବକୁ ଲାଭ ତଥା ଇଚ୍ଛା ପୂରଣ ସହିତ ଯୋଡ଼ାଯାଏ, ଅର୍ଥାତ୍ ବହୁ ଦୀର୍ଘ ସମୟ ଧରି ଆପଣଙ୍କ ମନରେ କୌଣସି ଇଚ୍ଛା ଚାପି ହୋଇ ରହିଥିଲା, ଯାହାକୁ ଆପଣ ପୂରଣ କରିପାରୁନଥିଲେ, ସେହି ପ୍ରକାରର ଇଚ୍ଛା ମଧ୍ୟ ପୂରଣ ହୋଇପାରେ। ତେଣୁ ଯଦି ଆପଣଙ୍କ କୁଣ୍ଡଳୀରେ ଏହିସବୁ ସହିତ ଜଡ଼ିତ ଶୁଭ ସଂକେତଗୁଡ଼ିକ ସକ୍ରିୟ ହୁଏ, ତେବେ ବ୍ୟକ୍ତି ନୂତନ କାମ ପାଇପାରେ, ପୁରୁଣା ଦେଲ ପ୍ରାପ୍ତ ହୋଇପାରେ, ବ୍ୟାପାରରେ ଲାଭ ମଧ୍ୟ ମିଳିପାରେ। ଏହା ସହିତ କୌଣସି ପୁରୁଣା ସମ୍ପର୍କରୁ ଫାଇଦା ମଧ୍ୟ ମିଳିପାରେ କିମ୍ବା ହଠାତ୍ କୌଣସି ଆର୍ଥିକ ସୁଯୋଗ ସାମ୍ନାକୁ ଆସିଯାଇପାରେ। ଏପରି ଏକ ସୁଯୋଗ ଯାହାକୁ ଯଦି ଆପଣ କ୍ୟାଚ୍ କରିନେବେ, ତେବେ ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ଭଲ ହୋଇଯିବ। ବନ୍ଧୁମାନେ, ଶୁଭ ସମୟର ନିର୍ମାଣ ହୋଇସାରିଛି। ତେଣୁ ଥମ୍ବନେଲରେ ଦର୍ଶାଯାଇଥିବା ଲଟେରୀକୁ କେବଳ ଏକ ମଜା ବୋଲି ଭାବି ଭୁଲ କରନ୍ତୁ ନାହିଁ। ବରଂ ଆପଣଙ୍କୁ ଟିକିଏ ସିରିୟସ୍ ହେବାକୁ ପଡ଼ିବ, କାରଣ ଭଗବାନ ଯେତେବେଳେ ଲଟେରୀ ଲଗାନ୍ତି, ସେତେବେଳେ ଆପଣଙ୍କୁ ଜଣେ ବଡ଼ ମଣିଷ ହେବାରୁ କେହି ଅଟକାଇ ପାରିବେ ନାହିଁ। କେବେ କେବେ ଜୀବନର ସବୁଠାରୁ ବଡ଼ ଲଟେରୀ ହେଉଛି ସଠିକ୍ ସମୟରେ ମିଳିଥିବା ସଠିକ୍ ସୁଯୋଗ, ସଠିକ୍ ଲୋକଙ୍କ ସାଙ୍ଗ ଏବଂ ସଠିକ୍ ସ୍ଥାନରୁ ଧନପ୍ରାପ୍ତି। ହଁ ବନ୍ଧୁମାନେ, ସେତେବେଳେ ହିଁ ସେମାନେ ଆମର ବିପଦରେ କାମକୁ ଆସିଥାନ୍ତି। ଏବଂ ଏବେ ଆପଣଙ୍କ ବିପଦ ସମୟରେ ବହୁତ ଭଲ ଲୋକଙ୍କ ସାଙ୍ଗ ମିଳିବାକୁ ଯାଉଛି, ଅର୍ଥାତ୍ ଆପଣଙ୍କ ଜୀବନରେ ହଠାତ୍ ଧନ ଆସିବାର ପ୍ରବଳ ସଂକେତ ଦୃଶ୍ୟମାନ ହେଉଛି। ଧ୍ୟାନର ସହିତ ମୋ କଥାଗୁଡ଼ିକୁ ଶୁଣନ୍ତୁ। ଯଦି ଗତ କିଛିଦିନ ହେବ ଆପଣଙ୍କ ମନରେ ବାରମ୍ବାର ଟଙ୍କା, ଘର, ବ୍ୟାପାର ବା ଭବିଷ୍ୟତକୁ ନେଇ ବିଚାର ଚାଲିଛି,
କିମ୍ବା କୌଣସି ପ୍ରକାରର ଟେନସନ୍ ଆସୁଛି, ଟଙ୍କାର ଅସୁବିଧା ଅଛି, ଯଦି ଆପଣଙ୍କ କୌଣସି ପୁରୁଣା ବ୍ୟକ୍ତିଙ୍କର ହଠାତ୍ ଫୋନ୍ ଆସେ ବନ୍ଧୁମାନେ, ଯଦି କେହି ପୁରୁଣା କାମ ପୁନର୍ବାର ଆରମ୍ଭ କରିବାର କଥା କୁହେ, ଯଦି କୌଣସି ଅଟକି ରହିଥିବା ଦେୟ ହଠାତ୍ ବାହାରିବାର ସମ୍ଭାବନା ତିଆରି ହୁଏ, ତେବେ ତାହାକୁ ଧ୍ୟାନର ସହିତ ଦେଖନ୍ତୁ, ମଜାରେ ଉଡ଼ାଇ ଦିଅନ୍ତୁ ନାହିଁ। କାରଣ ଅନେକ ସମୟରେ ଆର୍ଥିକ ପରିବର୍ତ୍ତନର ଆରମ୍ଭ ଏକ ବହୁତ ଛୋଟ ଘଟଣା ଦ୍ୱାରା ହୋଇଥାଏ। ଆଗାମୀ ସମୟ ଆପଣଙ୍କ ପାଇଁ ଏକ ଲାଭଦାୟକ ସମୟ ହୋଇପାରେ। ଖୁସି ସିଧାସାଧା ଆପଣଙ୍କ ଘରକୁ ଆସିପାରେ, ଆପଣଙ୍କ ଦୁଆର ମୁହଁକୁ ଦେବୀ ମାତା ପଦାର୍ଗ କରିପାରନ୍ତି ଏବଂ ଗୋଟିଏ ଜାଗାରୁ ନୁହେଁ, ବରଂ ଅନେକ ଜାଗାରୁ ଆପଣ ଖୁସି ପାଇବେ, ଆପଣଙ୍କ ଜୀବନରେ ସୁଖବର ଆସିବ। ପ୍ରଥମେ ଗୋଟିଏ ଫୋନ୍ ଆସିବ, ତାପରେ ଏକ ଭେଟଘାତ ହେବ, ତାପରେ ଏକ ଛୋଟ ସୁଯୋଗ ମିଳିବ ଏବଂ ସେହି ସୁଯୋଗଟି ଧୀରେ ଧୀରେ ବଡ଼ ପରିଣାମ ଦେଇପାରେ। ତେଣୁ ବନ୍ଧୁମାନେ, ଯେକୌଣସି ଭବିଷ୍ୟବାଣୀର ସବୁଠାରୁ ବଡ଼ ସନ୍ଦେଶ ହେଉଛି ସୁଯୋଗକୁ ଚିହ୍ନିବା ଶିଖନ୍ତୁ। ଭଗବାନ ପ୍ରତି ମୁହୂର୍ତ୍ତରେ ଆପଣଙ୍କ ଉପରେ ଦୟାଳୁ ଥାଆନ୍ତି। ସବୁ ଜାଗାରୁ ଆପଣଙ୍କ ପାଖକୁ ଟଙ୍କା ଆସିଥାଏ, କିନ୍ତୁ ଭଗବାନଙ୍କ ସଂକେତକୁ ଆପଣଙ୍କୁ ବୁଝିବାକୁ ପଡ଼ିବ। ଦେଖନ୍ତୁ, କେବେ ମଧ୍ୟ ଆପଣଙ୍କୁ ଅହଙ୍କାରରେ ଆସିବାକୁ ପଡ଼ିବ ନାହିଁ ଏବଂ ଭୁଲ ଲୋକଙ୍କ ସାଙ୍ଗରେ ତ ଆପଣଙ୍କୁ ରହିବାଇ ନାହିଁ। ଭୁଲ ଲୋକମାନେ କେବେ ବି ଆପଣଙ୍କୁ ଅଧିକ ଫାଇଦା ଦେଇପାରିବେ ନାହିଁ, ବରଂ ସେମାନେ ଆପଣଙ୍କୁ ସର୍ବଦା ଟେନସନ୍ ଓ ଚାପ ମଧ୍ୟରେ ଜୀବନ କଟାଇବାକୁ ବାଧ୍ୟ କରିବେ। କାରଣ ଏହି ସମୟରେ ଦେବୀ ମାତାଙ୍କ କୃପା ମଧ୍ୟ ଆପଣଙ୍କ ଉପରେ ରହିଛି। ହଁ, ଏବଂ ଏବେ ଆମେ ମା ମହାଲକ୍ଷ୍ମୀଙ୍କ ବିଷୟରେ କଥା ହେଉଛୁ, ଯିଏ ଆପଣଙ୍କ ଘରକୁ ପଦାର୍ଗ କରିବାକୁ ଯାଉଛନ୍ତି। ତାହା ଟଙ୍କାର ରୂପରେ ହେଉ କିମ୍ବା କୌଣସି ସୁଯୋଗର ରୂପରେ, କିନ୍ତୁ ଆପଣଙ୍କ ଘରକୁ ଲକ୍ଷ୍ମୀ ମାତା ପଦାର୍ଗ କରିବାକୁ ଯାଉଛନ୍ତି। ଧନ କେବଳ ରୋଜଗାର କରିବା ଦ୍ୱାରା ଆସେ ନାହିଁ। ଧନକୁ ଟିକାଇ ରଖିବା ପାଇଁ ଘରେ ସକାରାତ୍ମକ ପରିବେଶ ଏବଂ ସଠିକ୍ ଅଭ୍ୟାସର ମଧ୍ୟ ଆବଶ୍ୟକତା ଥାଏ। ଯଦି ଆପଣଙ୍କ ଘରେ କ୍ରମାଗତ ଭାବରେ ଟେନସନ୍ ଲାଗି ରହେ, ଅକାରଣରେ ଝଗଡ଼ା ହୁଏ, ଘରର ସଫାସୁତୁରା ରହେ ନାହିଁ, ବା ଧନ ଆସିବା କ୍ଷଣି ବିନା ଭାବିଚିନ୍ତା କରି ଖର୍ଚ୍ଚ ହୋଇଯାଏ, ତେବେ ଆପଣଙ୍କୁ ନିଜର ଅଭ୍ୟାସ ପ୍ରତି ଧ୍ୟାନ ଦେବା ଉଚିତ, ସେଥିରେ ସୁଧାର ଆଣିବା ଉଚିତ। ବନ୍ଧୁମାନେ, ଶୁକ୍ରବାର ଦିନ ମା ପରିବାରର ଅନୁମୋଦନ ଦେବା କଥା ଆଗକୁ ବଢ଼ିପାରେ। ବିବାହଯୋଗ୍ୟ ଲୋକଙ୍କ ପାଇଁ ଭଲ ପ୍ରସ୍ତାବ ଆସିବାର ସଂକେତ ରହିଛି। ସ୍ମିସ୍ତ୍ରୀଙ୍କ ମଧ୍ୟରେ ଧାର୍ମିକ ବା ଆଧ୍ୟାତ୍ମିକ କାର୍ଯ୍ୟକଳାପ ଦ୍ୱାରା ନିକଟତରତା ବୃଦ୍ଧି ପାଇବ। ସମ୍ପର୍କରେ ଭରସା ବଜାୟ ରଖନ୍ତୁ। ଗଣ୍ଠିରେ ଯନ୍ତ୍ରଣା ବା ଶରୀରରେ ଜାଡ଼୍ୟତା ରହିପାରେ, ନିୟମିତ ହାଲୁକା ଏକ୍ସରସାଇଜ୍ ଏବଂ ଯୋଗ କରନ୍ତୁ। ଅସୁବିଧା କ୍ରମାଗତ ରହିଲେ ଡାକ୍ତରଙ୍କ ପରାମର୍ଶ ମଧ୍ୟ ଆପଣ ନେଇପାରିବେ। ଯଦି ସମ୍ଭବ ହୁଏ, ତେବେ ଆଗାମୀ କାଲିର ସକାଳେ ହିଁ ବା ଦିନର ଆରମ୍ଭରେ ହିଁ ଜରୁରୀ କାମଗୁଡ଼ିକର ଯୋଜନା ଆପଣଙ୍କୁ ପ୍ରସ୍ତୁତ କରିନେବା ଉଚିତ। ଦ୍ୱିପ୍ରହର ପରେ ପରିସ୍ଥିତି ଆପଣଙ୍କ ପକ୍ଷରେ ରହିବ ଏବଂ କାମ ସହଜରେ ହେବାକୁ ଲାଗିବ। ସନ୍ତାନ ସହିତ ଜଡ଼ିତ ଭଲ ଖବର ଆପଣଙ୍କୁ ମିଳିବାରୁ ଖୁସି ମିଳିବ ଏବଂ ପ୍ରୟୋଜନଠାରୁ ଅଧିକ ଆତ୍ମବିଶ୍ୱାସ ଏବଂ ଅହଙ୍କାର କାରଣରୁ ବନ୍ଧୁମାନଙ୍କ ସହିତ ସମ୍ପର୍କ ଖରାପ ମଧ୍ୟ ହୋଇପାରେ। ଘରର ବଡ଼ ଲୋକଙ୍କ ଧ୍ୟାନ ରଖନ୍ତୁ। ବିଦ୍ୟାର୍ଥୀମାନଙ୍କୁ କୌଣସି ବିଷୟରେ ଅସୁବିଧା ହୋଇପାରେ, ଭାଇମାନଙ୍କ ସହିତ ଭଲ ସମ୍ପର୍କ ଆପଣଙ୍କୁ ବଜାୟ ରଖିବାକୁ ହେବ। ବନ୍ଧୁମାନେ, ଆଜି ଧୈର୍ଯ୍ୟ ରଖିବାର ଦିନ ଅଟେ। ପରିବାରରେ କୌଣସି ପୁରୁଣା ନିଷ୍ପତ୍ତିର ପରିଣାମ ସାମ୍ନାକୁ ଆସିପାରେ। ଦୀର୍ଘ ସମୟରୁ ଅଟକି ରହିଥିବା କାମ ଟିକିଏ ଆଗକୁ ବଢ଼ିବ। ଟଙ୍କାର ସ୍ଥିତି ସ୍ଥିର ରହିବ, କିନ୍ତୁ ବଡ଼ ଆର୍ଥିକ ନିଷ୍ପତ୍ତି ଏତେବେଳେ ଟାଳି ଦିଅନ୍ତୁ। ପୁରୁଣା ପ୍ରୟାସର ଫାଇଦା ଆପଣଙ୍କୁ ମିଳିପାରେ। ଦୀର୍ଘ ସମୟରୁ କୌଣସି ପ୍ରୋଜେକ୍ଟରେ କାମ କରୁଥିବା ଲୋକଙ୍କ ପାଇଁ ଦିନଟି ପ୍ରକୃତରେ ଭଲ ଅଛି। କାମରେ ଆଗକୁ ବଢ଼ିବାର ସଂକେତ ମିଳିବ। ପ୍ରମୋଶନ ବା ବେତନ ବୃଦ୍ଧିର କଥା ଏବେ ଟିକିଏ ସମୟ ନେଇପାରେ। ନୂତନ ଚାକିରି ଖୋଜୁଥିବା ଲୋକଙ୍କୁ ମଧ୍ୟ ଅପେକ୍ଷା କରିବାକୁ ପଡ଼ିପାରେ। ସର୍ଟକଟରୁ ବୁଝନ୍ତୁ,
ସମ୍ପର୍କରେ ସ୍ଥିରତା ରହିବ, କିନ୍ତୁ ଭାବନାତ୍ମକ ଦୂରତା ଅନୁଭବ ହୋଇପାରେ। ପାର୍ଟନରଙ୍କ କଥା ଧ୍ୟାନର ସହିତ ଶୁଣନ୍ତୁ। ସିଙ୍ଗଲ ଲୋକଙ୍କୁ ମନଚାହା ବ୍ୟକ୍ତିଙ୍କଠାରୁ ଜବାବ ମିଳିବାରେ ମଧ୍ୟ ଡେରି ହୋଇପାରେ। ସମ୍ପର୍କକୁ ନିଜର ସାଧାରଣ ଗତିରେ ଆଗକୁ ବଢ଼ିବାକୁ ଦିଅନ୍ତୁ। ନିୟମିତ ଇଲାଜ ବା ଡାଏଟ୍ର ପାଳନ କରୁଥିବା ଲୋକଙ୍କୁ ଧୀରେ ଧୀରେ ଫାଇଦା ଅନୁଭବ ମଧ୍ୟ ହୋଇପାରେ। ବନ୍ଧୁମାନେ, ଆଜିର ଦିନ ଆପଣଙ୍କ ପାଇଁ ଶକ୍ତିରେ ଭରପୂର ଦିନ ନୁହେଁ ଏବଂ ଆପଣ ଛୋଟ ଛୋଟ କଥାରେ ବିରକ୍ତ ହେବେ। ଆର୍ଥିକ ରୂପରେ ଆଜି ଆପଣ ବେଶ୍ ମଜବୁତ ନଜର ଆସିବେ। ଗ୍ରହ ନକ୍ଷତ୍ରମାନଙ୍କ ଚାଳରୁ ଆଜି ଆପଣଙ୍କ ପାଇଁ ଧନ କମାଇବାର ଅନେକ ସୁଯୋଗ ମଧ୍ୟ ତିଆରି ହେବ। ତେବେ ସହିତ ଅଦରକାରୀ ଜିନିଷଗୁଡ଼ିକ ଉପରେ ସମୟ ଖର୍ଚ୍ଚ କରିବା ଆପଣଙ୍କ ଜୀବନସାଥୀଙ୍କୁ ନାରାଜ ମଧ୍ୟ କରିପାରେ। ବାହାର ଜିନିଷଗୁଡ଼ିକର ଏବେ କୌଣସି ବିଶେଷ ମାଇନେସ୍ ଆପଣଙ୍କ ପାଇଁ ରହିନାହିଁ, କାରଣ ଆପଣ ନିଜକୁ ସର୍ବଦା ପ୍ରେମର ଖୁମାରିରେ ଅନୁଭବ କରନ୍ତି। ଖାଲି ସମୟରେ କୌଣସି ପୁସ୍ତକ ପଢ଼ିପାରନ୍ତି, ଯଦିଓ ଆପଣଙ୍କ ଘରର ବଡ଼ ସଦସ୍ୟମାନେ ଆପଣଙ୍କ ଏକାଗ୍ରତାକୁ ଭଙ୍ଗ କରିପାରନ୍ତି। ଆଜି ଆପଣଙ୍କୁ ଏଭଳି ଅନୁଭବ ହେବ ଯେ ଆପଣଙ୍କ ଜୀବନସାଥୀଙ୍କ ଦ୍ୱାରା ଆପଣଙ୍କୁ ଛୋଟ ଦର୍ଶାଯାଉଛି। ଯେଉଁଠି ପର୍ଯ୍ୟନ୍ତ ସମ୍ଭବ ଏହାକୁ ଏଡ଼ାଇ ଦିଅନ୍ତୁ। ଶାନ୍ତିର ବାସ ଆପଣଙ୍କ ଦେହରେ ରହିବ ଏବଂ ସେଥିପାଇଁ ଆପଣ ଘରେ ମଧ୍ୟ ଏକ ଭଲ ପାଣିପାଗ ତିଆରି କରିବାରେ କାମଯାବ ହେବେ। ଗୋଟିଏ ପ୍ରତିକାର ଅଛି ଆପଣଙ୍କ ପାଇଁ। କଳା ଓ ସଫେଦ ମୋତିର ମାଳା ଗଳାରେ ଧାରଣ କରିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିବ। ତେଣୁ ବନ୍ଧୁମାନେ, ଆଜି ପାଇଁ ଏତିକି। ଆପଣ ନିଜର ଖ୍ୟାଲ ରଖିବେ।